ଖଡ଼ିଆଳ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ। ସାରା ରାଜ୍ୟରେ ଏବେ ଗୋଟିଏ ଚର୍ଚ୍ଚା, ସୌମ୍ୟାଶ୍ରୀଙ୍କ ଆତ୍ମାହୁତି। ଏକ ଶାନ୍ତ ସରଳ ନିରୀହ ଝିଅଟି ନିଜ ଜୀବନ ଭବିଷ୍ୟତ ପାଇଁ ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିଲେ। କିଏ ଜାଣିଥିଲା ଯେଉଁ କଲେଜରେ ଦିନେ ନିଜ ଭବିଷ୍ୟତ ଗଢ଼ିବା ବଦଳରେ ଜୀବନ ଭବିଷ୍ୟତଟି ଅନ୍ଧକାର ହୋଇଯିବ। କଲେଜରେ ପାଠ ପଢ଼ି ଦୁନିଆକୁ ଆଲୋକ ଦେଖାଇବାର ସ୍ୱପ୍ନଟି ବିଷାକ୍ତ ନିଆଁରେ ପୋଡ଼ି ଛଟପଟ ହୋଇ ଜୀବନ ଦୀପଟିଏ ସବୁଦିନ ପାଇଁ ଲିଭିଗଲା। ସାରା ରାଜ୍ୟରେ ବିଦ୍ୟୁତ୍ ବେଗରେ ଖେଳିଗଲା ସୌମ୍ୟାଶ୍ରୀ ଆତ୍ମାହୁତି ଖବର। ଖବର ପାଇ ଚିକିତ୍ସା ହେଉଥିବା ଡାକ୍ତରଖାନାକୁ ଧାଇଁ ଯାଇଥିଲେ ନିଜର ସହପାଠୀ ସହିତ ଅନେକ ବ୍ୟକ୍ତିବିଶେଷ। କିନ୍ତୁ ଶରୀରକୁ ଗ୍ରାସ କରିଥିବା କାଳରୂପୀ ନିଆଁଟା ତା ଜୀବନର ଲମ୍ବା ଭବିଷ୍ୟତକୁ ପୂର୍ଣ୍ଣଚ୍ଛେଦ ଦେଇ ଦେଇଥିଲା। ସୌମ୍ୟାଶ୍ରୀ ସିନା ନିଆଁରେ ପୋଡ଼ି ସାରା ଜୀବନ ପାଇଁ ଆଖି ବୁଜିଦେଲା, କିନ୍ତୁ ଏବେ ବିଦ୍ରୋହର ନିଆଁ ହୁ ହୁ ହୋଇ ଜଳି ଯାଉଛି ସାରା ରାଜ୍ୟରେ। ସୌମ୍ୟାଶ୍ରୀ ଆତ୍ମାହୁତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଓଡ଼ିଶାବାସୀ। ସେ ନିଜେ ଆତ୍ମହତ୍ୟା କରିଛି ନା ତାଙ୍କୁ ମାରି ଦିଆଯାଇଛି, ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି ଏକ ବିରାଟ ପ୍ରଶ୍ନବାଚୀ। କାରଣ ସେ ମରିବା ପୂର୍ବରୁ ଆକ୍ରୋଶର ଶିକାର ହୋଇଥିବା ନିରୀହ ଝିଅଟି ବିଜେପି ବିଧାୟକ ଏବଂ ସାଂସଦଙ୍କୁ ଗୁହାରି କରିଥିଲେ। ସେମାନେ ତାଙ୍କ ଗୁହାରିକୁ ଗୁରୁତ୍ୱ ଦେଇନଥିବା ବେଳେ ଶିକ୍ଷାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇଥିଲେ। କିନ୍ତୁ ପରିତାପର ବିଷୟ ଯେ କେହି ତାଙ୍କ କଥାକୁ କର୍ଣ୍ଣପାତ କରିନଥିଲେ, ଯାହାଫଳରେ ନିରୀହ ଝିଅଟି ଆତ୍ମାହୁତି ଦେବା ପାଇଁ ବାଧ୍ୟ ହୋଇଥିଲେ। ତାହାରି ପ୍ରତିବାଦରେ ସାରା ରାଜ୍ୟରେ ବିଦ୍ରୋହର ସ୍ୱର କୁହୁଳି ଉଠୁଥିବା ବେଳେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଘଟଣାରେ ସମ୍ପୃକ୍ତ ଥିବା ଫକୀରମୋହନ ସ୍ୱୟଂଶାସିତ କଲେଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ତୁରନ୍ତ ଇସ୍ତଫା ଦାବି କରିଥିଲେ। ରାଜ୍ୟ ସରକାର ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ 1 ବର୍ଷ ଶାସନ ମଧ୍ୟରେ ଓଡ଼ିଶା ଅନେକ ଅଘଟଣର ଶିକାର ହୋଇସାରିଛି। ଶାସନ କ୍ଷମତାରେ ବସି ନିରୀହ ଲୋକମାନଙ୍କୁ ଶୋଷଣ କରୁଥିବା ସରକାର ତୁରନ୍ତ ଗାଦି ଛାଡ଼ିବା ପାଇଁ ଖଡ଼ିଆଳ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।